ଗବେଷଣା ହଉଛି ସାହିତ୍ୟ ଆଉ ଭାଷାର ଗୋଟେ ମୌଳିକ ବିଷୟ। ଯୋଉ ଭାଷାରେ ଗବେଷଣା ନାହିଁ ସେ ଭାଷା ବହୁତ ପଛକୁ ଚାଲିଯାଏ, ସେ ଯୋଉ ପ୍ରାଚୀନ ଭାଷା ହେଇଯାଏ। ଆଧୁନିକ ବିଜ୍ଞାନରେ ମୁଁ ଜଣେ ବିଜ୍ଞାନର ଛାତ୍ର ହିସାବରେ ବିଜ୍ଞାନର ଛାତ୍ର ହିସାବରେ ମୌଳିକତା ଏକ୍ସପେରିମେଣ୍ଟର ମୌଳିକତା, ପରୀକ୍ଷାମୂଳକ ଚିନ୍ତାର ମୌଳିକତା, ଗବେଷଣାର ମୌଳିକତା ମୁଁ ଭଲ ଭାବରେ ଜାଣେ। ମୋର ଗୋଟେ ଉଦାହରଣ ସ୍ୱରୂପ ଦେଖନ୍ତୁ, ମୋର ଗୋଟେ ବହି ଅଛି କରଞ୍ଜିଆ ଡାଏରୀ। ସେଠିକି ସେ ଗୋଟେ ଗୋଟେ ବିଷୟବସ୍ତୁ ହେଇପାରେ, ଗୋଟେ ପାଠ୍ୟ ବିଷୟ ହେଇପାରେ। ଆଦିବାସୀ ଜଗତର ଯୋଉ ଚାଲିଛି ଯୋଉ ଆଚରଣ ବିଧି, ଯୋଉ ପ୍ରକାର ଜୀବନ ଯାପନ ସେମାନେ କରନ୍ତି, ତାକୁ ଯେ ଆମେ ସଭ୍ୟ ସମାଜରେ ଗ୍ରହଣ କରି ତାକୁ ପୋଷ୍ଟ ଗ୍ରାଜୁଏଟରେ ଆମେ ପାଠ ପଢେଇ ପାରିବା, ଗବେଷଣା କରିପାରିବା, ୟାର ଆଗ ଯଥାର୍ଥତା ଖୋଜିବା ଦରକାର। ଯଥାର୍ଥତା କୋଉଠି? ଆପଣ ଦେଖନ୍ତୁ, ଯୋଉମାନେ ଆଦିବାସୀ ଅଞ୍ଚଳରେ ଏଠୁ ଯାଇଛନ୍ତି, କଟକ, ଭୁବନେଶ୍ୱର, ଦିଲ୍ଲୀ, କୋଲକାତାରୁ ଯାଇଛନ୍ତି, ଯୋଉମାନେ ଚାକିରି କରନ୍ତି ବା ସେଠି ଯାଇ ପହଞ୍ଚନ୍ତି, ସେ ସାଧାରଣ ଲୋକମାନଙ୍କୁ ଆଚରଣକୁ ଦେଖିକିରି ନାକ ଟେକନ୍ତି। ସେ ଭାବନ୍ତି ଯେ ଏମାନେ ହଉଛନ୍ତି ଜଙ୍ଗଲୀ ଲୋକ, ତାଙ୍କର ଗବେଷଣା ନାହିଁ, ଏମାନେ ଜୀବନ ସମ୍ପର୍କରେ କିଛି ନାହିଁ, ସୁପରଷ୍ଟିସିୟସ୍ ଲୋକ, ଗୋଟେ କୁସଂସ୍କାରଗ୍ରସ୍ତ ଲୋକ। ସେମାନେ ଭୂତ ପ୍ରେତରେ ବିଶ୍ୱାସ କରନ୍ତି। କଥା କଥାକେ ସେମାନେ ଆଉ ଗୋଟେ ଜଗତର ଛପାକୁ ଆଣି ଭର୍ତ୍ତି କରନ୍ତି ଜଗତରେ। ଏଇ ଯୋଉ ତାଙ୍କର ଯୋଉ ପରିହାସ ଚାଲିଥିଲା, ତାକୁ ମୁଁ କରଞ୍ଜିଆ ଡାଏରୀରେ ଭାଙ୍ଗିବେ। ତାର କାରଣ, ମୁଁ ଯାଇକି ସେମାନଙ୍କ ସହିତ ମିଶିଲି, ତାନ୍ତ୍ରିକ ମାନଙ୍କ ସହିତ ମିଶି ପରୀକ୍ଷା କରି ଦେଖିଲି ଯେ ସତକୁ ସତ ଆଉ ଗୋଟେ ଜଗତ ବା ଗୁଡିଏ ଜଗତ ଆମ ଚତୁର୍ପାର୍ଶ୍ୱରେ ଅଛି, ଯୋଉଗୁଡାକ ଅଦୃଶ୍ୟ ଭାବେ ଆମ ଚତୁର୍ପାର୍ଶ୍ୱରେ ଅଛନ୍ତି। ଏଇଟା ବିଜ୍ଞାନ, ତାକୁ କୁହାଯାଏ ୟୁନିଭର୍ସ। ଗୋଟିଏ ଜଗତ ସାଙ୍ଗରେ ଆହୁରି ଅସଂଖ୍ୟ ଜଗତ, ଅସଂଖ୍ୟ ଲୋକ, ଯେମିତି ପିତୃ ଲୋକ, ସ୍ୱର୍ଗ ଲୋକ, ଜନ ଲୋକ, ମହଲୋକ, ଋଷି ଲୋକ, ତପ ଲୋକ, ବ୍ରହ୍ମ ଲୋକ, ସବୁ ଯୋଉଗୁଡାକ ଋଷି ମାନଙ୍କର ଧ୍ୟାନରୁ ଧାରଣାରୁ ବାହାରିଥିଲା, ତାହା ବର୍ତ୍ତମାନ ବିଜ୍ଞାନ ସମ୍ମତ ହୋଇଚାଲିଛି। ଏଇଟା ସାହିତ୍ୟକୁ ଆସିଲା, ଆଉ ଏଇଟା ସାହିତ୍ୟକୁ କେତେ ପ୍ରସାର ଭାବ ଜଗତ କେତେ ବିସ୍ତୃତ କରିଦେଲା, ଗଭୀର କରିଦେଲା ଦେଖନ୍ତୁ। ସେଥିପାଇଁ ସବୁ ଆମର ଭାଷା ସାହିତ୍ୟର ପ୍ରତ୍ୟେକ ଅଙ୍ଗରେ, ଆଙ୍ଗିକରେ ବିଜ୍ଞାନ ସମ୍ମତ ପରୀକ୍ଷା ନିରୀକ୍ଷା ବା ଗବେଷଣା ନିହାତି ଆବଶ୍ୟକ। ଯୋଉଟା ନ ରହିବା ଫଳରେ ଓଡିଆ ସାହିତ୍ୟ କ୍ରମଶଃ ଦୁର୍ବଳ ହେଇଯାଉଛି। ବିଶେଷତଃ ଆଧୁନିକ ସାହିତ୍ୟ ଫକୀରମୋହନଙ୍କ ପରେ ଗୋଟେ ଆମେ ତାକୁ ଯାହା ଗ୍ରହଣ କରିଛୁ, ମୁଖ୍ୟତଃ ଡଗମା ଓରିଏଣ୍ଟେଡ ବା ଆଦର୍ଶବାଦ ଓରିଏଣ୍ଟେଡ ହେଇ ଚାଲିଛି। ଯାହା କହିଛନ୍ତି ଅନ୍ୟ ଗୁରୁମାନେ, ଦାର୍ଶନିକ ମାନେ, ଆମେ ତାକୁ ହିଁ ଫଲୋ କରୁଛୁ। ସାହିତ୍ୟିକ ନିଜର ମତ ଦେଇପାରୁ ନାହିଁ, ସେ ମତ ଅଧୀନରେ ରହୁଛି। ତ ଯେହେତୁ ଆପଣ ଅନୁଶୀଳନ କଲେ ଦେଖିବେ, ଫକୀରମୋହନଠୁ ଆରମ୍ଭ କରି ଗୋପୀନାଥ ମହାନ୍ତିଙ୍କ ପର୍ଯ୍ୟନ୍ତ, ମୋ ପର୍ଯ୍ୟନ୍ତ ଆମେ ଯାହା କରିଛୁ, ଆମ ପଛଆଡେ ପ୍ରଚ୍ଛନ୍ନରେ ଗୋଟେ ନିର୍ଦ୍ଦେଶ ରହିଛି। ସେଇ ନିର୍ଦ୍ଦେଶକୁ ଆମେ ସାହିତ୍ୟ ବୋଲି ଭାବିଛୁ। ସାମ୍ୟବାଦ, ସମାଜବାଦ ଗୋଟେ ନିର୍ଦ୍ଦେଶ, ଏକ୍ସିଷ୍ଟେନ୍ସିଆଲିଜିମ୍ ଗୋଟେ ନିର୍ଦ୍ଦେଶ, ଏଇଆକୁ ଆମେ ମାନିକି ଆମେ ସାହିତ୍ୟ କରୁ, ଆମେ ସାହିତ୍ୟ କରିଛୁ। କିନ୍ତୁ ଆମେ ନିଜ ଗବେଷଣାରୁ କିଛି କରିନାହୁଁ। ଏଣୁ ଦୁଇଟି ଜାଗା ଯିଏ ସୃଷ୍ଟି କରୁଛି, ସିଏ ଗବେଷଣା କରୁଛି, ଓ ଯାହା ଗବେଷିତ ହେଇଯାଉଛି, ଯୋଉଟା ଲେଖା ହେଇଯାଉଛି, ତା ଉପରେ ମଧ୍ୟ ଗବେଷଣା, ଆହୁରି ଗଭୀର ଗବେଷଣା ଦରକାର। କାରଣ ସେ ଧୀରେ ଧୀରେ ଲୋକ ସ୍ମୃତିରେ ଚାଲି ଯାଉଛି ଦୂରକୁ। ଏଇ କଥାଟା ଆଜିର ଆଲୋଚ୍ୟ ବିଷୟ ହେଇଛି। ଏହାକୁ ଆପଣ ମାନେ, ପ୍ରଫେସର ମାନେ, ସନ୍ତୋଷ ତ୍ରିପାଠୀଙ୍କ ଭଳି ଅଭିଜ୍ଞ ପ୍ରଫେସର ମାନେ, ଆଉ ଅନେକ ଅଛନ୍ତି ଏଥିରେ ଆଜିର
ସଭାରେ ଆପଣମାନେ ଏ ବିଷୟରେ ଆଲୋଚନା କରିବେ, ମୁଁ ଶୁଣିବି। ମୁଁ ଜଣେ ଲେଖକ, ମୁଁ ଯେହେତୁ ରିସର୍ଚ୍ଚ ସ୍କଲାର କରେ ନୁହେଁ ବା ରିସର୍ଚ୍ଚ କରି ନାହିଁ, ମୁଁ ମୋ ଲାଇନରେ ରିସର୍ଚ୍ଚ କରେ। ଆପଣଙ୍କ କଥାରେ ସହଯୋଗ କରିବି ଯୋଉଠି ଦରକାର ପଡିବ। ଆପଣମାନେ ନିଜର ଆଲୋଚନା ଚକ୍ର ଆରମ୍ଭ କରନ୍ତୁ।